नमस्कार भौणी आपण ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ ଉପସ୍ଥାପନରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା। ଭଉଣୀ ଆପଣ ଜାଣନ୍ତି ଆଜି ଆମେ ପାଳନ କରୁଛୁ ବିଶ୍ୱ ପରିବେଶ ଦିବସ। ସାମ୍ପ୍ରତିକ ସମୟରେ ପରିବେଶ ସୁରକ୍ଷା ଯେ ଆମ ସମ୍ମୁଖରେ ସବୁଠୁ ବଡ଼ ଆହ୍ୱାନ ଏଥିରେ ସନ୍ଦେହ ନାହିଁ ଆଉ ଯାହାକୁ ପ୍ରତିହତ କରିବା ଦିଗରେ ଆଜି ସାରା ବିଶ୍ୱ ସତତ ଚେଷ୍ଟିତ। ଆଜି ଏହି ଅବସରରେ ଆମ କାର୍ଯ୍ୟକ୍ରମରେ ରଖିଛୁ ଗୋଟେ ଆଲୋଚନା କରିଛନ୍ତି ବିଶିଷ୍ଟ ପରିବେଶବିତ୍ ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ। ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର। ଆମେ ଆଜି ପାଳନ କରୁଛୁ ବିଶ୍ୱ ପରିବେଶ ଦିବସ। ତେବେ ସବୁ ବର୍ଷ ପରି ଏ ବର୍ଷର ଯେଉଁ ଆମର ସ୍ଲୋଗାନ ବା ପ୍ରସଙ୍ଗ ରହିଛି ସେ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ ଟିକେ ଧାରଣା ଦିଅନ୍ତୁ। ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ପ୍ରସଙ୍ଗ ବା ବିଷୟବସ୍ତୁ ରହିଛି କ୍ଲାଇମେଟ୍ ଆକ୍ସନ୍ ବା ଜଳବାୟୁ କାର୍ଯ୍ୟକ୍ରମ ଏବଂ ସ୍ଲୋଗାନ ରହିଛି ନାଓ ଫର୍ କ୍ଲାଇମେଟ୍, ବର୍ତ୍ତମାନ ହିଁ ଜଳବାୟୁ ନିମନ୍ତେ। ଏ ପ୍ରସଙ୍ଗର ତାତ୍ପର୍ଯ୍ୟ ହେଉଛି ଯେ ସମୟକ୍ରମେ ଯେଉଁଭଳି ଭାବରେ ମାନବୀୟ ବିକାଶ ପ୍ରକ୍ରିୟା ଅନିୟନ୍ତ୍ରିତ ପ୍ରକ୍ରିୟାରେ ବା ପଥରେ ବା ଅସହନୀୟ ମାର୍ଗରେ ପରିଚାଳିତ ହୋଇ ଚାଲିଛି, ସେଥିରେ ଆମ ପ୍ରକୃତି ପରିବେଶ ବିଶେଷ ଭାବରେ ନଷ୍ଟଭ୍ରଷ୍ଟ ହୋଇ ଚାଲିଛି। ତାର ଗୁଣାତ୍ମକ ମାନରେ ଅବକ୍ଷୟ ଘଟୁଛି, ଅନେକ ସମସ୍ୟା ଦେଖାଯାଉଛି। ନିର୍ଦ୍ଦିଷ୍ଟ ଭାବରେ ଶିଳ୍ପ ବିପ୍ଳବ ପରବର୍ତ୍ତୀ ସମୟରୁ ଆମେ ଏତେ ଅଧିକ ପରିମାଣର ଶକ୍ତିର ବିନିଯୋଗ କରୁଛେ, ଏନର୍ଜି, ଯାହାର ମୂଳ ଉତ୍ସ ହେଉଛି ଜୀବାଶ୍ମ ଇନ୍ଧନ ବା ଫସିଲ ଫ୍ୟୁଲ୍ସ, କୋଇଲା, ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ। ଏତେ ଅଧିକ ପରିମାଣରେ ଆମେ ବ୍ୟବହାର କରୁଛେ ଇଲେକ୍ଟ୍ରିସିଟି ଉତ୍ପାଦନ ପାଇଁ। ସେହି ପ୍ରକ୍ରିୟାରେ ବହୁତ ପରିମାଣର ପ୍ରଦୂଷଣକାରୀ ପଦାର୍ଥ ବାୟୁମଣ୍ଡଳକୁ ନିର୍ଗତ ହେଉଛି। ସେଥିରେ ଗୋଟିଏ ପ୍ରମୁଖ ପଦାର୍ଥ ରୂପେ ରହିଛି ଯାହାକୁ ଆମେ ଗ୍ରୀନ୍ ହାଉସ୍ ଗ୍ୟାସ୍ ବା ସବୁଜ ଗୃହ ବାଷ୍ପ ବୋଲିକରି କହୁଛେ। ଅଙ୍ଗାରକାମ୍ଳ, ମିଥେନ୍, ନାଇଟ୍ରସ୍ ଅକ୍ସାଇଡ୍, ଓଜୋନ ଇତ୍ୟାଦି ଏସବୁ ପଦାର୍ଥ ବାୟୁମଣ୍ଡଳକୁ ନିର୍ଗତ ହେଉଛି ଏବଂ ବାୟୁମଣ୍ଡଳରେ ଏମାନଙ୍କର ମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ଏମାନଙ୍କର ଗୋଟିଏ ଗୁଣ ହେଉଛି ଏମାନେ ଉତ୍ତାପକୁ ଟାଣିକି ରଖିବେ। ଯେଉଁ ପୃଥିବୀ ପୃଷ୍ଠରୁ ଅଧିକ ଉତ୍ତାପ, ଅତିରିକ୍ତ ଉତ୍ତାପ ପୁଣି ଥରେ ଆକାଶ ଉପରକୁ ଫେରିଯିବା କଥା, ଏମାନେ ବାୟୁମଣ୍ଡଳରେ ତାକୁ ଟାଣିକି ରଖୁଛନ୍ତି, ଯେଉଁଥିପାଇଁ ପୃଥିବୀର ତାପମାତ୍ରା ବୃଦ୍ଧି ପାଇ ଚାଲିଛି ଏବଂ ତାପମାତ୍ରା ବୃଦ୍ଧିର ପରିଣାମରେ ଆମର ଜଳବାୟୁରେ ପ୍ରଭୂତ ପରିବର୍ତ୍ତନ ଦୃଶ୍ୟମାନ ହେଉଛି। এই জলবায়ু ଯେଉଁ ପରିବର୍ତ୍ତନ ହେଉଛି ତାର ପ୍ରକାର ଆମେ ଦେଖୁଛେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଦିନକୁ ଦିନ ବୃଦ୍ଧି ପାଉଛି। ଏବେ ଗ୍ରୀଷ୍ମ ପ୍ରବାହ ଚାରିଆଡ଼େ ଅନୁଭୂତ ହେଉଛି। ବିଶ୍ୱ ସ୍ତରରେ ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତା ପରବର୍ତ୍ତୀ ସମୟରେ ପ୍ରବଳ ମାତ୍ରାର ବାଦଲ ଫଟା ବର୍ଷା ହେବ, ବନ୍ୟାର ପ୍ଳାବନ ଆସିବ। ପୁଣି ପରବର୍ତ୍ତୀ ସମୟରେ କୋଉଠି ଭୂସ୍ଖଳନ ଘଟିବ, ଯେମିତିକି ହିମାଳୟ ପାଦଦେଶରେ ଯେଉଁ ରାଜ୍ୟ ସବୁ ଅଛନ୍ତି ସେଠି ଏ ଘଟଣା ବାରମ୍ବାର ଘଟୁଛି। ପରବର୍ତ୍ତୀ ସମୟରେ ଲମ୍ବା ସମୟ ଧରିକିରି ବର୍ଷା ନାହିଁ, ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଛି, ବଜ୍ରଘାତରେ ବହୁତ ଲୋକଙ୍କର ମୃତ୍ୟୁ ହେଉଛି। ଏଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ବଢ଼ୁଛି। এই ସବୁ ସମସ୍ୟାକୁ ସମ୍ମୁଖୀନ ହେବା ବା ତାକୁ କେମିତି ପ୍ରତିହତ କରାଯାଇପାରିବ ସେଇ ପରିପ୍ରେକ୍ଷୀରେ ଆମର ଏ ବର୍ଷର ସ୍ଲୋଗାନ ବା ପ୍ରସଙ୍ଗ ରହିଛି କ୍ଲାଇମେଟ୍ ଆକ୍ସନ୍। ନିଶ୍ଚିତ ଭାବରେ ସମସ୍ତଙ୍କ ପାଖରେ ଏ ବାର୍ତ୍ତା ପହଞ୍ଚେଇବା ଏବଂ ସମସ୍ତଙ୍କର ସମ୍ମିଳିତ ପ୍ରୟାସ ହେଲେ ଆଗାମୀ ଦିନରେ ଏ ଯେଉଁ ଜଳବାୟୁ ପରିବର୍ତ୍ତନ ଗୋଟେ ବିରାଟ ସଙ୍କଟ ସୃଷ୍ଟି ହେଇଛି ତାକୁ ଆମେ ନିୟନ୍ତ୍ରଣକୁ ଆଣିବା, ସବୁ ଜିନିଷ ସଜାଡ଼ି ହେବ, ଗୋଟେ ସୁନ୍ଦର ପୃଥିବୀରେ ଆମେ ଜୀବନ ଯାପନ କରିବାର ସୁଯୋଗ ହାସଲ କରିବା। ଆଜ୍ଞା, ଆପଣ ସାର୍ ଯେଉଁ କହୁଥିଲେ ଯେ ଗ୍ରୀନ୍ ହାଉସ୍ ବିଷୟରେ, ଗୋ ଗ୍ରୀନ୍ ଗୋଟେ ଅଭିଯାନ ହାତକୁ ନିଆଯାଇଛି, ସେ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ। ଗ୍ରୀନ୍ ହାଉସ୍ ଗ୍ୟାସେସ୍ ତ ଆମେ ଆଲୋଚନା କଲେ ସବୁଜ ଗୃହ ବାଷ୍ପ, ଯୋଉଟାକି ସମସ୍ୟା ସୃଷ୍ଟିର କାରଣ। ଏ ସଭ୍ୟତାର ବିକାଶ ସହିତ ବୃଦ୍ଧି ପାଇ ଚାଲିଛି, ଯୋଉଥିପାଇଁ କି ତାପମାତ୍ରା ବୃଦ୍ଧି ପାଉଛି ଏବଂ ଜଳବାୟୁ ପରିବର୍ତ୍ତନ ହେଉଛି। ଅନ୍ୟ ପକ୍ଷରେ ଗୋ ଗ୍ରୀନ୍ ଇନିସିଏଟିଭ ବିଶ୍ୱ ସ୍ତରରେ ଏଇ ଯେଉଁ ଆନ୍ଦୋଳନ ଗୋଟେ ଆରମ୍ଭ ହେଇଛି, ତାର ଲକ୍ଷ୍ୟ ହେଉଛି ଯେ ପ୍ରତ୍ୟେକ ବ୍ୟକ୍ତି ପ୍ରତ୍ୟେକ ଦିନ ଯାହା ସବୁ କାର୍ଯ୍ୟକ୍ରମ କରୁଛି ସେଥିରେ ସେ ଦେଖିବା ଦରକାର ତା ଦ୍ୱାରା ପରିବେଶ ଉପରେ ଚାପ ସୃଷ୍ଟି ହେଉନାହିଁ, କୌଣସି ନକାରାତ୍ମକ କାର୍ଯ୍ୟକଳାପରେ ସେ ଲିପ୍ତ ହେଉନାହିଁ, କୌଣସି ଖରାପ ପ୍ରଭାବ ପ୍ରକୃତି ପରିବେଶ ଉପରେ ପଡ଼ୁନାହିଁ। ଧରାଯାଉ ଆପଣ ପ୍ରତ୍ୟେକ ଦିନ 10ଟି ପଲିଥିନ୍ ବ୍ୟାଗ୍ ଧରିକିରି ଘରକୁ ଜିନିଷପତ୍ର ନେଇକରି ଆସିଲେ ଏବଂ ଘରେ ଜିନିଷ ରଖିଦେଲା ପରେ ତାକୁ ପୁଣି ଆଉଥରେ ବାହାରକୁ ପରିବେଶକୁ ଫୋପାଡ଼ି ଦେଲେ।
ए पॉलिथिन बाहर जमा होकर रहुछि एवं क्रमशः से भांगिकी छोट छोट खंडरे परिणत होउछि जहाको आमे माइक्रोप्लास्टिक कहूचे ताठू आउरी क्षुद्र हेले आखि को दृश्यमान होउनथुवा नानो प्लास्टिक होउछि ए सब परिवेश रे जमिकी रहुछि निश्वास माध्यम रे जल माध्यम रे खाद्य माध्यम रे हम शरीर को आसुछि विभिन्न रोग सृष्टि करुछि आज्ञा ये जेमिति गोटे दृष्टांत आम आलोचना कले सेमती जरे व्यक्ति जदि से संपूर्ण भाव रे स्थिर करती जे नाई मु कालीठू आउ घर को प्लास्टिक जरी आनिबी नाही आपण आश्चर्य हेबे जे प्रत्येक वर्ष पृथ्वी रे 430 न्यूत मेट्रिक टन रो प्लास्टिक पदार्थ उत्पादित होउछि गोटे मिनिट रे 1 न्यूत प्लास्टिक बोतल उत्पादन होउछि जहाको हम व्यवहार करिके फोपाड़ दउछि बाहर आज्ञा सो एई भली जो क्षति घटुछि परिवेश रे ताकू बदला जिबा दरकार सेति पई एई वर्ष आमे ए ग्रो ग्रीन कथा जेतोळे आलोचना करछे जने व्यक्ति गछटिए लगेई देबे सबुजीवा वृद्धि पाइब परिवेश उपरे तार सकारात्मक प्रभाव पड़िबो जल कोटी बोही जाउछि टेप खोला अछि ताकू बंद कर देले ताहले जल संरक्षण हैला घरे गोटे रूम रे केही नाहंती सेठी फैन बुलुछि लाइट जळुछि ताकू आमे बंद कर दवा इलेक्ट्रिसिटी किछि आमे संचय करि परिबा संरक्षण करि परिबा दैनंदिन कार्य रे प्रत्येक दिन हमकु एभली सब अभ्यास अवलंबन करियाक पड़िबो जार परिणाम रे आमे प्रकृति को सुरक्षित करिके रखि परिबा एवं संबल जो अधिक व्यवहार होउछि सेथिरे मध्य आमे संरक्षण करि परिबा सुंदर कथा आपण कहिले जे परिवेश सुरक्षा रे ए जो छोट छोट आमर व्यक्तिगत अभ्यास कथा कहतु बा सामूहिक भागीदारी गोटे बड़ प्रभाव पकई पारे जेमती आपण कहिले प्लास्टिक जरी बा वन यूज प्लास्टिक रो व्यवहार आमे न करिकरी सर एठी आपण कहिबे कि जे आमे जेमिति समस्ते वर्तमान प्लास्टिक जरी उपरे गोटे प्रकार भाबरे निर्भरशील हे गलुनी जिंस पत्र आनिबा पई हो बा अन्य कोनोसी काम रे नीतिदिनिया काम रे आमे केमिति प्लास्टिक जरी को रिप्लेस करि परिबा हमर नीतिदिनिया जीवन रे आपण 30-40 वर्ष तळुकु फेरी जांतु सेते बेले एते परिमाण एभली प्लास्टिक जरी बा पॉलिथिन जरी व्यवहार हो नथिला मोर स्पष्ट भाव रे मन अछि मो पिला दिन बेले आमे कपड़ा बैग नै कि जाउथुलु मार्केट को सेठु जिंस पत्र नै कि आस्तुलु आज दिन रे मध्य सेही सुंदर अभ्यास को आउथरे जारी रखिबार समय आछि आमे जेतबे जानि गलेनी प्लास्टिक हमकु कैंसर रे प्रपीड़ित हबार समस्या सृष्टि करछि एवं विभिन्न स्वास्थ्य समस्या सृष्टि होछि तेणु प्लास्टिक को वर्जन करा जिवा दरकार जोथि कि उभय राज्य सरकार एवं केंद्र सरकार सिंगल यूज प्लास्टिक एकक व्यवहृत प्लास्टिक जरी अन्य पदार्थ को निषिद्ध कर सारी निषेधादेश हेबा परे मध्य आज उन्मुक्त भाव खोला भाव पूर्व भली प्लास्टिक रो व्यवहार चली जड़े सचेतन नागरिक हिसाब से आम समस्त दायित्व होछि आमे जहाँ सरकार आईन कानून करुछंती ताकू सम्मान प्रदर्शन करिबा एवं ताकू मानिबा ताहले प्रकृति परिवेश सुरक्षित रहि पारिबो सर आ गोटे कथा ग्लोबल वार्मिंग यार प्रभाव को हमें केमिति सम्मुखीन होई परिबा टिके पूर्व जो कथा मु कहली तापमात्रा वर्तमान वृद्धि गोटे बड़ संकट है जोथि कि विश्व स्तर रे आ उपरे अधिक आलोचना अनुष्ठित होछि जातिसंघ आनुकूल्य रे समस्त राष्ट्र मान को सम्मिलित करी कार्यक्रम ग्रहण करबा पई प्रचेष्टा चली 2015 मसिया रे पेरिस रे जातिसंघ आनुकूल्य रे गोटे एग्रीमेंट बा चुक्तिनामा हैला जोथरे ए पर्यंत 196 राष्ट्र योगदान करछंती जे तापमात्रा वृद्धि को 1.5 डिग्री भितरे सीमित करी रखिबा पई निष्पत्ति ग्रहण करागला कहगला 1.5 डिग्री अधिक हेले अति बेसी रे 2 डिग्री भितरे हमकु जेमिति हेले तापमात्रा को नियंत्रित करिके रखिबा को पड़िबो सेथि पई कोयला जाळेनी पेट्रोल डीजेल व्यवहार ये सब को आस्ते आस्ते आमको बंद करिया को पड़िबो विकल्प शक्तिर उत्स जेमिति सूर्य आलोक पवन शक्ति समुद्र ढेउरू शक्ति भू उत्ताप जल विद्युत शक्ति उद्यान शक्ति आणविक शक्ति ये सब विकल्प शक्तिर उत्स जो ग्रीन हाउस गैस निर्गमन हुए नहीं प्रदूषण हुए नहीं किंतु आमर शक्ति आवश्यकता पूरण हुए ताकू अधिक रु अधिक व्यवहार करा जिवो इतिमध्ये 10 वर्ष जाइथिले सुद्धा जेतिकी अग्रगति हासिल हबा कथा कोयला उपरु आमर निर्भरशीलता जेते ह्रास पाइबा कथा ताहा हेई पारि नाही दुख एवं परितापर विषय होउची एपर्यंत प्रायतः 1.5 डिग्री सेल्सियस तापमात्रा वृद्धि पाई गलानी कहा जाउची जे विगत 2015 रु 25 मसिया 11 वर्षर जो समय अवधि ये होउची आम इतिहास रे सबुठु उत्तप्त
ସମୟ ଆସ୍ତେ ଆସ୍ତେ ତାପମାତ୍ରା ଆହୁରି ବୃଦ୍ଧି ପାଉଛି। ଏହା ଚାଲୁ ରହିଲେ ଆଗାମୀ ଦିନରେ ଯାହା IPCC ଇଣ୍ଟର ଗଭର୍ଣ୍ଣମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଟ୍ ଚେଞ୍ଜ ବିଶ୍ୱ ସ୍ତରରେ ଯେଉଁ ସଂସ୍ଥା ବା ଅନୁଷ୍ଠାନ କାର୍ଯ୍ୟରତ ଅଛି ଜଳବାୟୁ ନିୟନ୍ତ୍ରଣ କରିବା ପାଇଁ, ସେମାନଙ୍କର ପୂର୍ବାନୁମାନ ହେଇଛି ଯଦି ଆମେ ଆମର କାର୍ଯ୍ୟଧାରାରେ ପରିବର୍ତ୍ତନ ନ କରିବା ତାହେଲେ ଏକବିଂଶ ଶତାବ୍ଦୀ ଶେଷ ବେଳକୁ ତାପମାତ୍ରା ହୁଏତ 3.2 ଡିଗ୍ରୀ ସେଲସିୟସରୁ ଅଧିକ ବୃଦ୍ଧି ପାଇଯିବ। ଏଭଳି ପରିସ୍ଥିତିରେ ଜୀବଜଗତ ତିଷ୍ଠିବା ସମ୍ଭବପର ହେବ ନାହିଁ। ଆକୁ ଅଧିକ ଗମ୍ଭୀରତାର ସହ ଆମକୁ ବିଚାର କରିବାକୁ ପଡ଼ିବ, ଆମର କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଏଇ ଯୋଉ କାର୍ଯ୍ୟଧାରାରେ ପରିବର୍ତ୍ତନ କଥାରୁ ଗୋଟେ ପ୍ରଶ୍ନ ମନକୁ ଆସୁଛି, ଆପଣଙ୍କୁ ପଚାରିବୁ ଯେ ପରିବେଶ ସୁରକ୍ଷା ପାଇଁ ରିଡ୍ୟୁସ୍, ରିୟୁଜ୍ ଆଉ ରିସାଇକଲ ଭଳି ବ୍ୟବହାରିକ ମାନଦଣ୍ଡ ସବୁ ଆସିଲାଣି। এই ସମ୍ପର୍କରେ ଆମ ଶ୍ରୋତା ଭଉଣୀମାନଙ୍କୁ ଟିକେ ଧାରଣା ଦିଅନ୍ତୁ। ଦେଖନ୍ତୁ, ଆକୁ ଆମେ କହୁଛେ 3R ପ୍ରିନ୍ସିପଲ୍, 3ଟି Rକୁ ନେଇକରି ଯାହା ଆପଣ ସୂଚନା ଦେଲେ। ରିଡ୍ୟୁସ୍ ହ୍ରାସ କରିବା, ଆମେ ଯେଉଁ ବ୍ୟବହାର କରୁଛେ ଜିନିଷ ପ୍ରତ୍ୟେକ ଦିନ ଆମର ଆବଶ୍ୟକତା ପୂରଣ କରିବା ପାଇଁ ଆମର ଚେଷ୍ଟା ରହିବା ଦରକାର ଯେ କେତେ କମ୍ ବ୍ୟବହାର କଲେ ଆମର କାମ ହେଇଯାଉଛି। ଯଦି ପାଶ୍ଚାତ୍ୟ ଲୋକମାନଙ୍କୁ, ଆମେରିକା ୟୁରୋପ ଲୋକମାନଙ୍କୁ ଦେଖିବା, ଗୋଟେ କନଜ୍ୟୁମରିଜିମ୍ ଗ୍ରାସ କରିବା ଗୋଟେ ରୋଗ ହେଲା ଭଳିଆ ଉପଭୋକ୍ତାବାଦ ସମସ୍ତଙ୍କୁ ଗ୍ରାସ କରିଛି। ସେମାନେ ମାର୍କେଟକୁ ଯାଉଛନ୍ତି, ଧନିକ ଲୋକ ବହୁତ ପଇସା ଅଛି ତାଙ୍କ ପାଖରେ, ମଲ୍କୁ ଯାଉଛନ୍ତି, ବହୁତ ବିଭିନ୍ନ ପ୍ରକାର ଜିନିଷ ଯେତିକି ଦରକାର ନାହିଁ ତାଠୁ ଅଧିକ ଜିନିଷ କିଣିକିରି ଆଣୁଛନ୍ତି, କିଛି ବ୍ୟବହାର କରୁଛନ୍ତି, ବାକି ଅଂଶକୁ ଫୋପାଡ଼ି ଦଉଛନ୍ତି। ତେଣୁ ଏଇଟା ଠିକ ନୁହଁ। ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ, ରିଡ୍ୟୁସ୍ ଆମକୁ ହ୍ରାସ କରିବାକୁ ପଡ଼ିବ। ଆମର ଆବଶ୍ୟକତା ପୂରଣ କରିବା ପାଇଁ ଯାହା ଯାହା ଆମେ ପ୍ରତ୍ୟେକ ଦିନ ଦରକାର କରୁଛେ କେତେ କମ୍ ବ୍ୟବହାର କରି ଆମେ ଆମର କାର୍ଯ୍ୟ ପୂରଣ କରିପାରିବା। ଏ ହେଲା ପ୍ରଥମ, ରିଡ୍ୟୁସ୍। ତାପରେ ରିୟୁଜ୍, ଗୋଟେ ଜିନିଷକୁ ଆମେ କେତେ ଅଧିକ ଥର ବ୍ୟବହାର କରିପାରିବା। ଧରନ୍ତୁ ଆପଣଙ୍କ ପାଖରେ ପୁରୁଣା ଲୁଗା ଅଛି, ପ୍ୟାଣ୍ଟ ସାର୍ଟ ଅଛି, ଶାଢ଼ୀ ଅଛି, ତାକୁ ବହୁତ ଦିନ ପିନ୍ଧିଲା ପରେ ତଥାପି ବହୁତ ଭଲ ଅବସ୍ଥାରେ ଅଛି, କିନ୍ତୁ ଆପଣ ଆଉ ଚାହୁଁନାହାନ୍ତି, ତାହେଲେ ତାକୁ ସଫା କରିକିରି ଯୋଉମାନେ ଲୋକ ଅଛନ୍ତି ସମାଜରେ, ଗରିବ ଶ୍ରେଣୀର ଲୋକ ଅଛନ୍ତି, ଆମେ ସେମାନଙ୍କୁ ଦାନ କରିଦେଇ ପାରିବା। ତେଣୁ ଏଭଳି ବ୍ୟବସ୍ଥା ମାନସିକ ସ୍ତରରେ ହବା ଦରକାର। ଲୋକ ଚିନ୍ତା କରିବା ଦରକାର ଯେ ଗୋଟିଏ ଜିନିଷକୁ କେତେ ଅଧିକ ଥର ଆମେ ବ୍ୟବହାର କରିପାରିବା। ଗୋଟେ ଜରି କଥା ଦେଖନ୍ତୁ, କୌଣସି କାର୍ଯ୍ୟ ପାଇଁ ଗୋଟେ ଜରି ଘର ଭିତରକୁ ଆସିଗଲା, ତା ପରଦିନ ତାକୁ ଫୋପାଡ଼ି ନ ଦେଇ କେତେ ଅଧିକ ଥର ଆମେ ବ୍ୟବହାର କରିବା ଚିରିବା ପର୍ଯ୍ୟନ୍ତ। ଯେତେବେଳେ ସେ ଚିରିଯିବ ତାହେଲେ ଫୋପାଡ଼ି ଦେବା। ଏ ହେଉଛି ରିୟୁଜ୍, ବାରମ୍ବାର ବ୍ୟବହାର, ପୁନର୍ବ୍ୟବହାର। ଆଉ ରିସାଇକେଲ, ଯେତେବେଳେ ଜରିଟା ଚିରିଗଲା ଆଉ ବ୍ୟବହାର କରିହବ ନାହିଁ, ଯୋଉମାନେ ଜରି ଗୋଟାଳି ଆସୁଛନ୍ତି ତାଙ୍କୁ ଯଦି ଆମେ ଦେଇଦେବା ତାହେଲେ ସେ ତାକୁ ନେଇକରି ପୁଣି ଆଉଥରେ ଫ୍ୟାକ୍ଟ୍ରିରେ ନୂତନ ଭାବରେ ତିଆରି ହେବ, ଉପଯୁକ୍ତ ଜାଗାରେ ଯାଇ ପହଞ୍ଚି ପାରିବ। ଏଇଭଳିଆ ଧରନ୍ତୁ ଆପଣ ଗୋଟେ ଲୁହା ଜିନିଷ ଭାଙ୍ଗିଗଲା, ତାକୁ ମଧ୍ୟ ସଂଗ୍ରହ କରିକି ଆମେ ଫ୍ୟାକ୍ଟ୍ରିକୁ ପଠେଇ ଦେଇ ପାରିବା। ଲୋକ ଅଛନ୍ତି ତାକୁ ସଂଗ୍ରହ କରିକି ନଉଛନ୍ତି। ତେଣୁ ପୁନର୍ଚକ୍ରଣ ବା ରିସାଇକେଲ କରିବା। ତେଣୁ ଏଇ ଯୋଉ 3R ପ୍ରିନ୍ସିପଲ୍ ପ୍ରତ୍ୟେକ ଦିନ ଆମେ ଆମ କାର୍ଯ୍ୟଧାରାରେ ଆକୁ ପ୍ରତିଫଳିତ କରିବା ଆବଶ୍ୟକ। ଆଜ୍ଞା, ଆଉ ଗୋଟେ କଥା, ଇଲେକ୍ଟ୍ରୋନିକ ବର୍ଜ୍ୟ ଯୋଉ ଇ ୱେଷ୍ଟ, ଆଜିକାଲି ଆମ ଘରମାନଙ୍କରେ ଏକାଧିକ ମୋବାଇଲ କୁହନ୍ତୁ, ଲ୍ୟାପଟପ୍ କୁହନ୍ତୁ, ଏଇ ସବୁର ବ୍ୟବହାର କରୁଛୁ, ଆଉ ତାକୁ ଶୀଘ୍ର ଶୀଘ୍ର ହୁଏତ ସେ ଖରାପ ହେଇଯାଇଛି ବା ଆମେ ଆଉ ଗୋଟେ ନୂଆ କିଣିବା ପାଇଁ ଚାହୁଁଛୁ, ଆମେ ସେ ଅନୁସାରେ ବାରମ୍ବାର କିଣୁଛୁ। ତାର ଯେତେବେଳେ ଇ ୱେଷ୍ଟ ଗୁଡ଼ିକ ଆମ ଘରେ ବା ଆମ ସହିତ ଆସିକିରି ଏକଜୁଟ ହଉଛି, ତାହା ମଧ୍ୟ ପରିବେଶକୁ କ୍ଷତି ପହଞ୍ଚାଉଛି ବୋଲି ଆମେ ଜାଣିବାକୁ ପାଉଛୁ। ଏଇ ଗୋଟେ ସମସ୍ୟାକୁ ଆମେ କେମିତି ସମ୍ମୁଖୀନ ହେବା ଆବଶ୍ୟକ ବୋଲି କହିବେ? ଆଜିକାଲି ହେଉଛି ଇଲେକ୍ଟ୍ରୋନିକ୍ସର ଯୁଗ। ପ୍ରତ୍ୟେକ କଥାରେ ଆମେ ବିଭିନ୍ନ ଗ୍ୟାଜେଟ୍ ବ୍ୟବହାର କରୁଛେ, ସେ ମୋବାଇଲ ହଉ, ଲାପଟପ୍ ହଉ ବା ଅନ୍ୟାନ୍ୟ ବହୁ ପ୍ରକାର ଜିନିଷ ଅଛି। କିନ୍ତୁ କିଛି ଦିନ ଗଲା ପରେ ଯେତେବେଳେ ସେ ଖରାପ ହେଇଯାଉଛି, ତାକୁ କୁଆଡ଼େ ଫୋପାଡ଼ିବା? ଆମେ ଜାଣି ରଖିବା ଉଚିତ ସେ ଇଲେକ୍ଟ୍ରୋନିକ ଜିନିଷ ଭିତରେ ବହୁତ ଗୁଡ଼େ ହେଭି ମେଟାଲ୍ସ ବା ଭାରୀ ଧାତୁ ବ୍ୟବହାର ହେଇଛି। ତାର ଦାମ ମଧ୍ୟ ଅଧିକ। ଯଦି ଆମେ ତାକୁ ରିୟୁଜ୍ ବା ପୁନର୍ବ୍ୟବହାର କରିପାରିବା ତାହେଲେ ବହୁତ ସମ୍ବଳ ଆମର ସଂରକ୍ଷିତ ହେଇକି ରହିପାରିବ। ସେଥିପାଇଁ ସରକାର ଆଇନ କରିଛନ୍ତି, ଯୋଉ କମ୍ପାନୀ ସେ ଜିନିଷଟି ଉତ୍ପାଦନ କରିଛି ସେଇ କମ୍ପାନୀର ଦାୟିତ୍ୱ ହେଉଛି ସେ ଆଉଥରେ ପୁଣି ତାକୁ ନେଇଯିବ ଫେରେଇ। ଯେତେବେଳେ ଖରାପ ହେଲା, ଧରନ୍ତୁ ଭୁବନେଶ୍ୱର ସହର ଭିତରେ ଗୋଟେ ସେଣ୍ଟର ଅଛି ଯୋଉଠି ଆଣିକିରି ଇଲେକ୍ଟ୍ରୋନିକ ୱେଷ୍ଟ ଆପଣ ସେଇଠି ଜମା ଦେଇପାରିବେ ଏବଂ କମ୍ପାନୀ ତାକୁ ସଂଗ୍ରହ କରିକି ନେବ, ପୁଣି ତା ଭିତରେ ଯୋଉ ବିଭିନ୍ନ ପ୍ରକାର ମୂଲ୍ୟବାନ ଧାତୁ ରହିଛି ତାକୁ ଆଉଥରେ ବ୍ୟବହାରରେ ଲଗାଯିବ। ତାହେଲେ ସମ୍ବଳ ସଂରକ୍ଷଣ ହବ ଏବଂ ପରିବେଶ ପ୍ରଦୂଷଣରୁ ମୁକ୍ତି ମିଳିବ। ଯଦି ଆମେ ତାକୁ ବାହାରେ ଫୋପାଡ଼ି ଦେବା ପରିବେଶକୁ, ତା ଭିତରେ ଯୋଉ ଭାରୀ ଧାତୁ ଅଛି ସେ ପରିବେଶକୁ ଯିବ ଏବଂ ଖାଦ୍ୟ ଶୃଙ୍ଖଳ ମାଧ୍ୟମରେ ଆମ ଶରୀରରେ ଆସିକି ପହଞ୍ଚିବ, ଆମର ରୋଗ ସୃଷ୍ଟି କରିବ। ତେଣୁ ଇଲେକ୍ଟ୍ରୋନିକ ୱେଷ୍ଟର ଠିକ୍ ଭାବରେ ନିଷ୍କାସନ କରାଯିବା ଦରକାର। ସମସ୍ତେ ସଚେତନ ହେବା ଦରକାର। ଯୋଉ କମ୍ପାନୀ ମାନେ ତାକୁ ଉତ୍ପାଦନ କରୁଛନ୍ତି ସେମାନେ ମଧ୍ୟ ତାଙ୍କର ଦାୟିତ୍ୱ ନିର୍ବାହ କରିବା
କରିବାର ଆବଶ୍ୟକତା ରହିଛି। ଆଜ୍ଞା, ପରିବେଶ ସୁରକ୍ଷା ସମ୍ପର୍କରେ କଥା ହେଲା ବେଳେ ଆମେ ଆଉ ଗୋଟେ କଥା ମଧ୍ୟ ମନକୁ ଆସେ ଯେ ବନ୍ୟ ସଂରକ୍ଷଣ, ଗଛଲତା ଆଉ ପଶୁପକ୍ଷୀଙ୍କର ସୁରକ୍ଷା, ଏମାନଙ୍କର ସୁରକ୍ଷା ବା ଏମାନେ ଭଲରେ ରହିଲେ ଆମେ ଗୋଟେ ସୁସ୍ଥ ପରିବେଶ ପାଇପାରିବା ବୋଲି ମନେ ହୁଏ। ତାହାର ତାତ୍ପର୍ଯ୍ୟ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ। ଦେଖନ୍ତୁ, ଆମେ ସମସ୍ତେ ଗୋଟେ ବିବର୍ତ୍ତନବାଦ ପ୍ରକ୍ରିୟାରେ ପୃଥିବୀ ପୃଷ୍ଠରେ ଜନ୍ମଗ୍ରହଣ କରିଛେ। ଛୋଟ ଛୋଟ ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଅନ୍ୟାନ୍ୟ ବହୁ ଜୀବଜନ୍ତୁ ରହିଛନ୍ତି, ଉଦ୍ଭିଦ ରହିଛନ୍ତି, ଅଣୁଜୀବ ରହିଛନ୍ତି। ଏ ସମସ୍ତଙ୍କୁ ଆମେ କହୁଛେ ବାୟୋଡାଇଭର୍ସିଟି ବା ଜୈବ ବିବିଧତା। ଏବଂ ମଣିଷ ହେଉଛି ବୁଦ୍ଧିମତାର ଶ୍ରେଷ୍ଠ ଜୀବ। ପ୍ରକୃତି ଆମକୁ ଅଧିକ ବୁଦ୍ଧିମତା ଦେଇଛି, ଚିନ୍ତା କରିବାର ଶକ୍ତି ଦେଇଛି, ବିଜ୍ଞତା ପ୍ରଦର୍ଶନର ଶକ୍ତି ଦେଇଛି। ମଣିଷ ଚିନ୍ତା କରିବା ଦରକାର, ପୃଥିବୀ ପୃଷ୍ଠରେ ଅନ୍ୟ ଜୀବଜନ୍ତୁ ଉଦ୍ଭିଦମାନଙ୍କର ଅବର୍ତ୍ତମାନରେ ଅନୁପସ୍ଥିତିରେ ମଣିଷ ଏକୁଟିଆ ଜୀବନ ଧାରଣ କରିବା, ବଞ୍ଚିବା ସମ୍ଭବପର ନୁହଁ। ସେଥିପାଇଁ ଆମ ଚତୁର୍ଦିଗରେ ଯେତେ ଅଧିକ ସଂଖ୍ୟାର ବୃକ୍ଷଲତା ଜୀବଜନ୍ତୁ ରହିବେ ଆମ ପାଇଁ ସେତେ ଭଲ। ପରିବେଶର ଗୁଣାତ୍ମକ ମାନରେ ସେତେ ଅଭିବୃଦ୍ଧି ଘଟିବ, ସୁନ୍ଦର ରହିବ ପୃଥିବୀ। ତେଣୁ ମଣିଷ ମଧ୍ୟ ଭଲ ଭାବରେ ଜୀବନଯାପନ କରିବ। ସେଥିପାଇଁ ଆମର ଲକ୍ଷ୍ୟ ହେବା ଦରକାର ଆମେ ସମସ୍ତଙ୍କୁ ସୁରକ୍ଷିତ କରିବା ଏବଂ ସଂରକ୍ଷଣ ପାଇଁ ପଦକ୍ଷେପ ମଧ୍ୟ ଗ୍ରହଣ କରିବା। କିନ୍ତୁ ଆମେ ଯାହା ଦେଖୁଛେ ସମୟକ୍ରମେ ମଣିଷର ଜନସଂଖ୍ୟା ଯେତିକି ବିସ୍ଫୋରିତ ହେଇ ଚାଲିଛି, ସେଇ ତୁଳନାରେ ଅନ୍ୟ ଜୀବଜନ୍ତୁମାନଙ୍କ ଉପରେ ଅଧିକ ଚାପ ସୃଷ୍ଟି ହେଉଛି, ଯେଉଁଥିପାଇଁ କି ସେମାନଙ୍କର ବାସସ୍ଥଳୀରେ ଗୁଣାତ୍ମକ ମାନ ଅବକ୍ଷୟିତ ହେଉଛି, ଜଙ୍ଗଲ ନଷ୍ଟ ହେଉଛି, ନଦୀ ଜଳ, ପୋଖରୀ ଜଳ ଇତ୍ୟାଦି ସବୁ ଜଳୀୟ ପରିସଂସ୍ଥା ପ୍ରଦୂଷିତ ହେଉଛି ଏବଂ ସେଠି ବସବାସ କରୁଥିବା ଜୀବଜନ୍ତୁମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ବିସ୍ତାର ହେଉଛି। ସେମାନେ ଆସ୍ତେ ଆସ୍ତେ ସଂଖ୍ୟାରେ ହ୍ରାସ ପାଉଛନ୍ତି। ଅନେକ ଜୀବଜନ୍ତୁ ମଧ୍ୟ ଆସ୍ତେ ଆସ୍ତେ ବିଲୁପ୍ତ ହେଇଯାଉଛନ୍ତି। କୁହାଯାଉଛି ଯେ ପ୍ରତ୍ୟେକ ଘଣ୍ଟାରେ 3ଟି ଜୀବଜାତି ବିଲୁପ୍ତ ହେଉଛନ୍ତି। ପ୍ରତ୍ୟେକ ବର୍ଷ 27,000 ପର୍ଯ୍ୟନ୍ତ ବିଭିନ୍ନ ଜୀବଜାତିଙ୍କର ବିଲୁପ୍ତି ଘଟୁଛି। ଇଏ ବଡ଼ ପରିତାପର ବିଷୟ। ତେଣୁ ଆମର ବର୍ତ୍ତମାନ ଗୋଟେ ନୈତିକ କର୍ତ୍ତବ୍ୟ ବା ଦାୟିତ୍ୱ ହେଉଛି ଆମେ ଦେଖିବା ଦରକାର ଆମ ଚତୁର୍ଦିଗରେ ଯେତେ ସବୁ ଜୀବଜନ୍ତୁ ରହିଛନ୍ତି ସେମାନେ ସୁରକ୍ଷିତ ରହନ୍ତୁ। ବଣ ଜଙ୍ଗଲର ମାନ ଠିକ ଭାବରେ ଆମେ ମେଣ୍ଟେନ କରିବା ଦରକାର। ସେଠି ମଣିଷର ପ୍ରବେଶ ଦ୍ୱାରା ସେଠି ଯେଉଁ ଜୀବଜନ୍ତୁ ଉଦ୍ଭିଦ ଅଛନ୍ତି ତାଙ୍କର କ୍ଷତି ସାଧନ ଯେମିତି ନ ହେବ ସେ ଆମର ଲକ୍ଷ୍ୟ ହେବା ଦରକାର। ତାହେଲେ ଯେତେବେଳେ ପୃଥିବୀର ପ୍ରକୃତିରେ ସବୁ ଜୀବଜନ୍ତୁ ସୁରକ୍ଷିତ ରହିବେ, କୁହାଯାଉଛି ବର୍ତ୍ତମାନ ପୃଥିବୀରେ ପାଖାପାଖି 13.6 ନିୟୁତ ସଂଖ୍ୟାର ଜୀବଜାତି ରହିଛନ୍ତି। ସେ ସମସ୍ତେ ସୁରକ୍ଷିତ ରହିଲେ ମଣିଷ ମଧ୍ୟ ସୁରକ୍ଷିତ ରହିବ। ପରବର୍ତ୍ତୀ ପିଢ଼ି ଗୋଟେ ସୁନ୍ଦର ପୃଥିବୀରେ ଜୀବନଯାପନ କରିବାର ଅବକାଶ ହାସଲ କରିବେ। ଆଜ୍ଞା, ଏ ଯେଉଁ ପରବର୍ତ୍ତୀ ପିଢ଼ି ସମ୍ପର୍କରେ କହିଲେ ସାର୍, ଆମେ ମନେ କରୁ ଯେ ଶିଶୁମାନଙ୍କୁ ମଧ୍ୟ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରାଯିବାର ବହୁତ ଆବଶ୍ୟକତା ରହିଛି। ନିଶ୍ଚିତ ଭାବରେ ମୁଁ ଯାହା ଅନୁଭବ କରୁଛି ଯେ ବଡ଼ ଲୋକ ଆମଙ୍କର ଯେତେ ଅଧିକ ବର୍ଷ ହେଇଥିବ ସେମାନେ ସବୁ କଥା ଜାଣିଥିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରକୁ ଆସିକରି ବହୁତ କମ୍ କାର୍ଯ୍ୟ କରୁଛନ୍ତି। ତେଣୁ ଆମର ବର୍ତ୍ତମାନ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହେବା ଦରକାର ଛୋଟ ପିଲାମାନଙ୍କୁ, ଯେଉଁମାନେ ସ୍କୁଲରେ ପାଠ ପଢ଼ୁଛନ୍ତି ସେଇମାନଙ୍କୁ କେତେ ଅଧିକ ଆମେ ଏ ବିଷୟରେ ଜ୍ଞାନ ପ୍ରଦାନ କରିପାରିବା, ସେମାନଙ୍କ ଭିତରେ ସଚେତନତା ଜାଗ୍ରତ କରିବା, ସେମାନେ ସକ୍ରିୟ ସଦସ୍ୟ ଭାବରେ ପ୍ରକୃତିର ସୁରକ୍ଷା ପାଇଁ ଆଗେଇ ଆସିବେ। ମୁଁ ଆକୁ ଲକ୍ଷ୍ୟ ରଖି ଏବେ ଛୋଟ ପିଲାଙ୍କ ପାଇଁ ଆମ ପରିବେଶ କଥା ବୋଲିକିରି ଗୋଟେ ବହି ରଚନା କରିଛି। ପିଲାମାନଙ୍କୁ ଦଉଛି, ସେମାନେ ପଢ଼ନ୍ତୁ ଏବଂ ପ୍ରକୃତି ପରିବେଶ ଭିତରେ ସଚେତନ ହୁଅନ୍ତୁ। ତାହେଲେ ସେମାନେ ଯେତେବେଳେ ବଡ଼ ହେଇକି ନାଗରିକ ହେବେ ସେମାନଙ୍କ ଭିତରେ ଏ ପ୍ରକାର ଚେତନା ରହିଥିବ। ତେଣୁ ସେମାନେ ପ୍ରକୃତିକୁ ଆଉ ନଷ୍ଟଭ୍ରଷ୍ଟ କରିବେ ନାହିଁ। ତେଣୁ ଆଗାମୀ ସମୟରେ ଆମର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହେବା ଦରକାର ଯେ ଛୋଟ ଛୋଟ ପିଲାମାନଙ୍କୁ, ଛାତ୍ରଛାତ୍ରୀମାନଙ୍କୁ ଆମେ ବର୍ତ୍ତମାନ ଯେଉଁ ବିଭିନ୍ନ ପରିବେଶ ସମସ୍ୟା ପୃଥିବୀରେ ଦୃଷ୍ଟିଗୋଚର ହେଉଛି ସେମାନଙ୍କୁ ଏ ବିଷୟରେ ଜ୍ଞାନ ପ୍ରଦାନ କରିବା। ଆମର ଯେଉଁ ପିଲାମାନେ ପାଠ ପଢ଼ୁଛନ୍ତି ତାଙ୍କ ସାହିତ୍ୟ ବହି, ଇଂରାଜୀ ବହି, ଏଥିରେ ଯଦି ପରିବେଶର ବିଭିନ୍ନ ସମସ୍ୟା ବିଷୟରେ ଆମେ ଟପିକ୍ ସବୁ ରଖିପାରିବା ତାହେଲେ ପିଲାମାନେ ସେଇଠି ପାଠ ପଢ଼ିବା ସହିତ ସେ ବିଷୟରେ ମଧ୍ୟ ଜ୍ଞାନ ଆହରଣ କରିପାରନ୍ତେ ଏବଂ ସଚେତନ ନାଗରିକ ଭାବରେ ଆଗାମୀ ଦିନରେ ସେମାନେ ତାଙ୍କର ଦାୟିତ୍ୱ ସମ୍ପନ୍ନ କରନ୍ତେ। ଆଜ୍ଞା, ସାଧାରଣତଃ ଯେତେବେଳେ ଆମେ ପରିବେଶ ପ୍ରଦୂଷଣ ବିଷୟରେ କଥା ହଉ ବା ପରିବେଶର ସୁରକ୍ଷା ସମ୍ପର୍କରେ କଥା ହଉ, ସେତେବେଳେ ଯାନବାହନର ଯେଉଁ ଧୂଆଁ ତା ଗୋଟେ ବଡ଼ କାରଣ ହେଇକିରି ଆମ ସମ୍ମୁଖରେ ଛିଡ଼ା ହୁଏ। ସେଇଟାକୁ ଆମେ କେମିତି ପ୍ରତିହତ କରିପାରିବା ବୋଲି ଆପଣ କହିବେ? ଦେଖନ୍ତୁ, ଶିଳ୍ପ ବିପ୍ଳବ ଯେଉଁ ହେଲା ଅଷ୍ଟାଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଇଂଲଣ୍ଡ
ଇଂଲଣ୍ଡରୁ ଆରମ୍ଭ ହେଲା ଏବଂ ପରବର୍ତ୍ତୀ ସମୟରେ ବିଶ୍ୱର କୋଣ ଅନୁକୋଣକୁ ବ୍ୟାପିଗଲା। ପ୍ରତ୍ୟେକ ଦେଶରେ ଶିଳ୍ପାନୁଷ୍ଠାନ ମାନ ଗଢ଼ି ଉଠିଲା ଏବଂ ସେଇ ପ୍ରକ୍ରିୟାରେ ଆମେ ପ୍ରାକୃତିକ ସମ୍ବଳକୁ ଅଧିକରୁ ଅଧିକ ବ୍ୟବହାର କରିଚାଲିଲେ। ତା ସହିତ ପ୍ରଦୂଷଣ ସୃଷ୍ଟି ହେଲା। ଯେକୌଣସି କଳକାରଖାନା ଆପଣ ଦେଖିବେ ଉପରେ ଗୋଟେ ଚିମ୍ନି ଲାଗିଛି, ସେଥିରୁ ଧୂଆଁ ବାହାରୁଛି ଆକାଶକୁ। ଇଏ ହେଲା ଗୋଟିଏ ଦିଗ। ଯେତେବେଳେ କଳକାରଖାନା ବିସ୍ତାରିତ ହେଲା ଏବଂ ସେଠୁ ବିଭିନ୍ନ ପ୍ରକାର ଉତ୍ପାଦ ଆସିଲା, ଲୋକମାନଙ୍କର ଆବଶ୍ୟକତା ଅଧିକରୁ ଅଧିକ ପୂରଣ ହେଲା, ସେଇ ପ୍ରକ୍ରିୟାରେ ଜନସଂଖ୍ୟା ବିସ୍ଫୋରିତ ହେଲା ଏବଂ ଏଇ ପ୍ରୋସେସରେ ଆମେ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବା ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାକୁ ଗୋଟେ ଅସ୍ତ୍ର ଭାବରେ ବ୍ୟବହାର କଲେ। ଆହୁରି ଉନ୍ନତି ଅଗ୍ରଗତି ହାସଲ ହେଲା ଏବଂ ଏଇ ପ୍ରକ୍ରିୟାରେ ଯାନବାହନ ଆସ୍ତେ ଆସ୍ତେ ନୂତନ ଭାବରେ ବିକଶିତ ହେଇ ହେଇ ଚାଲିଲା। ଲୋକେ ପୂର୍ବରୁ ଶଗଡ଼ ବ୍ୟବହାର କରୁଥିଲେ, ଆଜି ଦିନରେ ଆମେ ସବୁ ପ୍ରକାର ଗାଡ଼ି ବ୍ୟବହାର କରୁଛେ, ଟ୍ରେନ ଚାଲିଛି, ଉଡ଼ାଜାହାଜ ଚାଲିଛି। ଏ ସବୁଥିରେ ଏନର୍ଜି ବା ଶକ୍ତିର ବ୍ୟବହାର ହେଉଛି ଏବଂ ସେଇ ଯେଉଁ ଶକ୍ତି ମୁଁ ପୂର୍ବରୁ ଯାହା କହିଥିଲି ଯେ ଜୀବାଶ୍ମ ଇନ୍ଧନ ବା ଫସିଲ ଫ୍ୟୁଲ, ଏଥିରେ ମଧ୍ୟ ପେଟ୍ରୋଲ ଡିଜେଲ ଇତ୍ୟାଦି ବ୍ୟବହାର ହେଉଛି ଏବଂ ସେଗୁଡ଼ିକ ଦହନ ହେଇସାରିଲା ପରେ ସେଥିରୁ ବିଭିନ୍ନ ପ୍ରକାର କ୍ଷତିକାରକ ପଦାର୍ଥ ବାୟୁମଣ୍ଡଳକୁ ନିର୍ଗତ ହେଉଛି। ସେଥିରେ କାର୍ବନ ମନୋକ୍ସାଇଡ ହଉ ବା ନାଇଟ୍ରୋଜେନ ଅକ୍ସାଇଡ ହଉ ବା ହାଇଡ୍ରୋକାର୍ବନ ହଉ, ପାର୍ଟିକୁଲେଟ ମ୍ୟାଟର ବା କଣିକା ପଦାର୍ଥ ହଉ, ଏସବୁ କ୍ଷତିକାରକ ପଦାର୍ଥ ବାୟୁମଣ୍ଡଳକୁ ନିର୍ଗତ ହେଉଛି। ସବୁବେଳେ ଆଲୋଚନା ହେଉଛି ଯେ ସବୁଠୁ ଅଧିକ ପ୍ରଦୂଷଣ ହେଉଛି ଦିଲ୍ଲୀରେ। ଆମ ରାଷ୍ଟ୍ରର ରାଜଧାନୀ ହେଉଛି ଦିଲ୍ଲୀ ଏବଂ ସମଗ୍ର ବିଶ୍ୱ ସ୍ତରରେ ଏ ସବୁଠୁ ପ୍ରଦୂଷିତ ରାଜଧାନୀ ଭାବରେ ପରିଗଣିତ ହେଉଛି। ଏ ବଡ଼ ଚିନ୍ତାର ବିଷୟ। ସରକାର ଚେଷ୍ଟା କରୁଛନ୍ତି କିଭଳି ତାକୁ ହ୍ରାସ କରିବେ। ତେଣୁ ବର୍ତ୍ତମାନ ଇଭି କଥା ଆସିଲା, ଇଲେକ୍ଟ୍ରିକାଲ ଭେହିକଲ୍ସ। ଯେଉଁ ଯାନ ଆମେ ବ୍ୟବହାର କରୁଛେ ବିଦ୍ୟୁତ ଚାଳିତ ଯାନ, ସେଥିରେ ଆଉ ପେଟ୍ରୋଲ ଡିଜେଲ ବ୍ୟବହାର ହେବ ନାହିଁ ଏବଂ ଯେଉଁ ଯାନ ବିଦ୍ୟୁତ ଦ୍ୱାରା ଚାଲୁଛି, ଚାର୍ଜ ହେଉଛି, ସେଇ ଯାନକୁ ଆମେ ବ୍ୟବହାର କରିବା, ତାହେଲେ ପ୍ରଦୂଷଣ ସୃଷ୍ଟି ହେବ ନାହିଁ। ଏଇଭଳି ନୂତନ ଚିନ୍ତାଧାରାକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ। ଟେକ୍ନୋଲୋଜିକୁ ପରିବର୍ତ୍ତିତ କରିବାକୁ ପଡ଼ିବ। ବର୍ତ୍ତମାନ ଆଲୋଚନା ହେଉଛି ଗ୍ରୀନ୍ ଟେକ୍ନୋଲୋଜି କଥା। ଯେଉଁ ଟେକ୍ନୋଲୋଜି ବା ପ୍ରଯୁକ୍ତିକୁ ଆମେ ବ୍ୟବହାର କରୁଛେ ସେଥିରୁ ଯେମିତି ପ୍ରଦୂଷଣ ସୃଷ୍ଟି ନ ହେବ, ସେଇଟା ହିଁ ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଦରକାର। ପୁରୁଣା ଟେକ୍ନୋଲୋଜିକୁ ଆମେ ଛାଡ଼ିବା, ଯାନବାହନ କ୍ଷେତ୍ରରେ ମଧ୍ୟ। ଆଜ୍ଞା, ପରିବେଶର ସୁରକ୍ଷା ଏ ବାସ୍ତବିକ ଏବେ ଆମ ସମ୍ମୁଖରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ସାର୍, ଏ ଆମର ନାରୀ ମହଲର କାର୍ଯ୍ୟକ୍ରମ ଆମେ ଯେମିତି ଜାଣିଛୁ, ଆମ ଘରର ଯେକୌଣସି ଗୋଟେ ସମସ୍ୟା ହେଲେ ଘରର ଗୃହିଣୀଟି ପ୍ରଥମ କରିକିରି ସେ ସମସ୍ୟାକୁ ସମାଧାନ କରିବାକୁ ଆଗେଇ ଆସନ୍ତି। ଦେଖିବାକୁ ଗଲେ ସମାଜରେ ଯଦି ଗୋଟେ କିଛି ସମସ୍ୟା ହେଉଛି, ସେଇଠି ଅଧିକତର ଭାବରେ ବା ବେଶୀରୁ ବେଶୀ ନାରୀମାନଙ୍କର ସମ୍ପୃକ୍ତି ସବୁବେଳେ ସ୍ୱାଗତ ଯୋଗ୍ୟ ବୋଲି ମନେ ହୁଏ। ଜଣେ ପରିବେଶବିଦ ଭାବରେ ଆଜି ଆପଣଙ୍କୁ ଶୁଣୁଥିବା ଆମ ଶ୍ରୋତା ଭଉଣୀ ମାନଙ୍କୁ ଆପଣ କ'ଣ ବିଶେଷ ସନ୍ଦେଶ ଦେବାକୁ ଚାହିଁବେ? ଦେଖନ୍ତୁ, ନାରୀ ବା ମହିଳାମାନଙ୍କର ଗୋଟେ ବିଶେଷ ଭୂମିକା ରହିଛି। ଆମ ଫ୍ୟାମିଲି ବା ଘର ଭିତରେ ଯାହା ସବୁ କାର୍ଯ୍ୟକ୍ରମ ହେଉଛି, ସେମାନଙ୍କର ଗୁରୁ ଦାୟିତ୍ୱ ରହିଛି। ଆଉ ସେମାନେ ଯଦି ଗୋଟିଏ ପ୍ରସଙ୍ଗକୁ ଠିକ୍ ଭାବରେ ବୁଝିଗଲେ, ମୁଁ ଯେମିତିକି କହିଲି ପ୍ଲାଷ୍ଟିକ ଜରି କଥା, ପଲିଥିନ୍ ବ୍ୟାଗ୍ ଘରକୁ ଆସିବା କଥା, ଯଦି ଗୃହିଣୀ ଜଣେ ଠିକ୍ ଭାବରେ ବୁଝିଗଲେ ଏହା ଦ୍ୱାରା ଆମ ସମସ୍ତଙ୍କର କ୍ଷତି ସାଧନ ହେଉଛି, ତାହେଲେ ସେ ତାଙ୍କର ସ୍ୱାମୀଙ୍କୁ କହିଦେଇ ପାରିବେ, ପିଲାମାନଙ୍କୁ କହିଦେଇ ପାରିବ ଯେ କାଲିଠାରୁ ଆମ ଘରକୁ ଆଉ ଏଭଳି ବ୍ୟାଗ୍ ଧରିକିରି କେହି ଆସିବ ନାହିଁ, ମାର୍କେଟ ଗଲାବେଳକୁ ଗୋଟେ କପଡ଼ା ବ୍ୟାଗ୍ ଧରିକି ଯିବା। ସେଇଠି ଗୋଟେ ବିରାଟ ପରିବର୍ତ୍ତନ ହେବ। ନିଶ୍ଚିତ। ଘର ଭିତରେ ଆମେ ଯେଉଁ ଜଳ ବ୍ୟବହାର କରୁଛେ ତାକୁ କେତେ କମ୍ ବ୍ୟବହାର କରିକି ଆମ ଆବଶ୍ୟକତା ପୂରଣ କରିପାରିବା। ଆମ ଛାତ ଉପରେ ଗୋଟେ କିଚେନ୍ ଗାର୍ଡେନ ସୃଷ୍ଟି କରିପାରିବା, କିଛି କୁଣ୍ଡ ରଖିକି ସେଠି ମଧ୍ୟ ଭଲ ଭଲ ଗଛ କରିପାରିବା, ଯାହାର ପ୍ରଭାବ ରହୁଛି ପରିବେଶ ସୁରକ୍ଷାରେ। ପରିବେଶକୁ ସେ ଅକ୍ସିଜେନ ଦବ। ଏସବୁ ସୁଯୋଗକୁ ମହିଳାମାନେ ହିଁ ସତ୍ୟରେ ରୂପାନ୍ତରିତ କରିପାରିବେ। ତେଣୁ ପ୍ରତ୍ୟେକ ଦିନ ଘରେ ଯାହା ଯାହା କାର୍ଯ୍ୟକ୍ରମ ହେଉଛି, ସେଥିରେ ଘରର ସବୁ ମେମ୍ବରମାନଙ୍କୁ କିଭଳି ସଂଶ୍ଳିଷ୍ଟ କରାଯିବ, ଭଲ ଚିନ୍ତାଧାରା ସମସ୍ତେ ଗ୍ରହଣ କରିବେ। ସମସ୍ତଙ୍କର କିଛି ନା କିଛି ଦାୟିତ୍ୱ ରହିଛି। ତା ଭିତରୁ 50% ହେଉଛନ୍ତି ମହିଳାମାନେ। 50% ଜନସଂଖ୍ୟାର ମହିଳାମାନେ ଯଦି ସଚେତନ ହେଇଯିବେ, ତାହେଲେ ସମାଜରେ ଗୋଟେ ବୈପ୍ଳବିକ ପରିବର୍ତ୍ତନ ଘଟିପାରିବ। ପରିବେଶ ସୁରକ୍ଷିତ ରହିପାରିବ। ଗଛ ଲଗେଇବା କଥା ଆମେ ପିଲାମାନଙ୍କୁ ସେଥିରେ ମିଶେଇବା, ସେମାନଙ୍କ ଦ୍ୱାରା ଗଛ ଲଗେଇବା, ତାହେଲେ ସେ ମେସେଜଟା ବା ବାର୍ତ୍ତା ପରବର୍ତ୍ତୀ ପିଢ଼ିକୁ ଯିବ। ବର୍ତ୍ତମାନ ୱେଷ୍ଟ ମ୍ୟାନେଜମେଣ୍ଟ ଗୋଟେ ବଡ଼ ସମସ୍ୟା ହେଇଛି। ବର୍ଜ୍ୟବସ୍ତୁ ଘରୁ ବିଭିନ୍ନ ପ୍ରକାର ବର୍ଜ୍ୟ ପଦାର୍ଥ ନିର୍ଗତ ହେଉଛି। ଆମେ ଆଗରୁ କ'ଣ କରୁଥିଲେ ନା, ସବୁଗୁଡ଼ାକ ଗୋଟିଏ ଜାଗାରେ ରଖିକିରି ବାହାରକୁ ଛାଡ଼ି ଦେଉଥିଲେ। ଏବେ ଆସ୍ତେ ଆସ୍ତେ ଯେହେତୁ ବର୍ଜ୍ୟ ପଦାର୍ଥ ବୃଦ୍ଧି ହେଇ ହେଇ ଚାଲିଛି, ତାକୁ ଠିକ୍ ଭାବରେ ଆମକୁ ପରିଚାଳିତ କରିବାକୁ ଅଛି।
खूब कम रे दुईटी पृथक करने गोटे ओदा रहिबो गोटे सुखिला ओदा अर्थ होची रोसे घरु जहाँ आपणकर बड़का खाद्य पदार्थ बाहरला परिबा चोपा इत्यादि बाहरला ए सबू जैविक पदार्थ को गोटे जगार रखिबे कहीं ताकू संग्रह करिक नेइकरी आमे घरे मध्य गोटे बड़ कुंड रखिकी ताकू सेठी कंपोस्टिंग करि परिबा से व्यवस्था मध्य घरे करि हबो आ जदि बाहर को आमे देई दउचे से माने म्युनिसिपालिटी ताकू संग्रह करिक नेइकरी कंपोस्टिंग सेंटर अछि सेठी ताकू बढ़िया सुंदर खत प्रस्तुत करा जाउची सेथिरु आ सुखिला जिंस जोथरे प्लास्टिक हेई पारे लुहा हेई पारे कागज पत्र हेई पारे अन्य जिंस ए सब जाउची पुणी थरे रिसाइक्लिंग हवा पई पुनर्चक्रण हवा पई तेणु एइभଳି आमे जेतेबेले घरु वर्ज्य पदार्थ बाहर को छाड़ुचे पृथक करिके आमे तांकू ओदा सुखला करिके दबा सेतिपई महिला माने सचेतन रहबा निहाती जरूरी बहुत दरकार सेमानकर योगदान ए समस्या को समाधान रे यथेष्ट सहायता प्रदान करिवो तेणु महिला माने सशक्त हवा दरकार सुदृढ़ हवा दरकार एवं गोटे नूतन चिंताधारा को किभଳି प्रतिफलित करा जिवो समाज रे सेथिरे तांकर संपृक्ति रहबा दरकार ताले आशा करिबा आज विश्व परिवेश दिवस अवसर रे जो विषय सब आलोचना करूछे आमे आशा करिबा आगामी दिन रे महिला मानक नेतृत्व रे आम राज्य आम राष्ट्र रे विशेष करी परिवेश सुरक्षा एवं प्रकृतिर संरक्षण पई बहुत किछि परिवर्तन आसीबो एवं ए समस्या को समाधान रे अवदान रहिबो आज आपण आम स्टूडियो को आसिले विश्व परिवेश दिवस उपरे एई सुंदर आलोचना रे आम सहित अंशग्रहण कले सेतिपई आपनको अनुष्ठान तरफरु धन्यवाद जणाउछु नमस्कार नमस्कार विश्व परिवेश दिवस ए अवसर रे शुणुथिले हमर ए आलोचना करथिले विशिष्ट परिवेशविद डॉक्टर जयकृष्ण पाणिग्राही मुणी परिवेशर सुरक्षा हम समस्तंकर दायित्व भाबुछु आजिर हमर ए आलोचना रे आलोचक जो सबु गुरुत्वपूर्ण विषय प्रति हमर ध्यान आकर्षण कले आमे प्रत्येक व्यक्तिगत भावरे सेति प्रति दृष्टि देबा एवं परिवेश सुरक्षा दिगरे सहयोग करिबा तेबे पुणी आज तो समय जाइछि हमर आजिर कार्यक्रम आपण मानको केमति लागिला आमको चिठी खंडे लिखि मतामत निहाती जणे बोली अनुरोध करूछु हमर ठिकाना आपण मानको जणा तथापि अथरे कहि रखुछु नारीमहल कार्यक्रम मार्फत केंद्र निर्देशक आकाशवाणी कटक पिन 753001 तेले पुणी आजिर कार्यक्रम मु आपणकर उपस्थापिका स्वागतिका स्वाई एठु विदाय नै रहुछि नमस्कार।